ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଆହୁରି ସୁବିଧା ଯୋଗାଇ ଦିଆଯିବ। ଦୂର ଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ କିପରି ସୁରୁଖୁରୁରେ ପ୍ରଭୁଙ୍କ ଦର୍ଶନ ପାଇପାରିବେ ସେନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଏକ ବଡ଼ ପଦକ୍ଷେପ ନେଇଛି। ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଏହି ଟିମରେ ବେସରକାରୀ ସୁରକ୍ଷା କର୍ମୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ସେହି ସୁରକ୍ଷାକର୍ମୀମାନେ ବିଭିନ୍ନ ସ୍ଥାନରେ ନିୟୋଜିତ ରହିବା ସହ ସିଷ୍ଟମର ସ୍ୱଚ୍ଛ କାର୍ଯ୍ୟକଳାପ ଉପରେ ନଜର ରଖିବେ। ଯଦି କୌଣସି ସ୍ତରରେ କରାଯାଇଥିବା ନୀତି ନିୟମ ତଥା ବ୍ୟବସ୍ଥାର ଉଲ୍ଲଂଘନ କରାଯାଏ ତେବେ ସେମାନେ ଏହାକୁ ଟ୍ରଷ୍ଟର ମୁଖ୍ୟଙ୍କୁ ଏ ସମ୍ପର୍କରେ ଜଣାଇବେ। ଭକ୍ତମାନେ ଯେପରି କୌଣସି ବ୍ୟକ୍ତିଙ୍କ ଦ୍ୱାରା ଶୋଷଣର ଶିକାର ନ ହୁଅନ୍ତି ସେ ବ୍ୟବସ୍ଥାର ଅନୁଧ୍ୟାନ କରିବା ଏହି ଟିମର କାର୍ଯ୍ୟ। ଆପଣଙ୍କୁ କହି ରଖୁଛୁ ଯେ କିଛି ମାସ ପୂର୍ବରୁ ଶ୍ରଦ୍ଧାଳୁମାନଙ୍କ ଠାରୁ କିଛି ଟଙ୍କା ଲାଞ୍ଚ ନିଆଯାଇ ସୁବିଧାରେ ଦର୍ଶନ କରାଇବାର ଏକ ମାମଲା ସାମ୍ନାକୁ ଆସିଥିଲା। ଏହି ମାମଲାରେ କିଛି ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା। ଯାହା ପରେ ବର୍ତ୍ତମାନ ପୋଲିସ କର୍ମଚାରୀମାନେ ଅଧିକ ସଚେତନ ହୋଇଛନ୍ତି। ଟ୍ରଷ୍ଟ ମଧ୍ୟ ଅତିରିକ୍ତ ସତର୍କତା ନିୟମ ଅବଲମ୍ବନ କରୁଛି। ବର୍ତ୍ତମାନ କିଛି ବ୍ୟକ୍ତିଗତ ସୁରକ୍ଷା କର୍ମଚାରୀଙ୍କୁ ଏକାଠି କରି ଏକ ସ୍ୱତନ୍ତ୍ର ଟିମ୍ ଗଠନ